କବିର ଫସଲର କବି ଗୋଦାବରୀଶ ମହାପାତ୍ର। ମୂଳ କବିତା ପ୍ରିୟା କହେ ଏକି ଲେଖୁଛ କବିତା ଦିବସ ରାତି କାଗଜ ଉପରେ ଚାଲିଲେ କଲମ କରତେ ଛାତି। ଝରିଲେ ବରଷା ଟପର ଟପର ଛପର ପରେ କାହୁଁ ଝର ଝର ମୁଖରୁ ତମର କବିତା ଝରେ। ଚଳିଲେ ବିଜୁଳି ନୀଳ ଘନ ତଳ ଅନ୍ଧାର ପଥେ କଲମ ତମର ଚାଲେ ସର ସର କାଗଜେ ସତେ। ବସି ଏତେବେଳେ ନାହିଁକି ବଚନ କହିବ ପଦେ କଟକରୁ ମିଳେ ଅଳତା ବଜାର ଦରରୁ ଅଧେ। ପତିରି ସୁନାର ଦର ବଢ଼ିଛି କି ଆଣି ନ ମାଳି ସକାଳୁ ଅନେଇ ବସିଛି ସେକଥା ମନରେ ଭାଳି। ରାଜଗୁରୁ ପୁଅ ଦିମାଣ କିଣିଲା ଫଗୁଣ ପଶୁ 12 ବରଷରେ ରମା କଥା କହେ ନମାନି ଶାଶୁ। ଗାଁ ଗୋଟାକରେ ପଡ଼େ ଏତେ କଥା ସେକଥା ଛାଡ଼ି ପୋଡ଼ି ଯାଉ ଏ ଯେ କଲମ ଚାଲିଛି ଧାଡ଼ିକି ଧାଡ଼ି। ଉଦ୍ଧରିବ ଏକି ଶପଥ ପୁରୁଷ ନପାରି ଜାଣି ନରକେ ପଡ଼ିବେ ବାପେ ବଡ଼ବାପେ ନପାଇ ପାଣି। ଖଡ଼ା ଗଛଟାଏ ନଆସେ ଘରକୁ ମାସକେ ହେଲେ ହସି କଥା କହ ପଚାରିଲେ ଖାଲି ପଦକେ ଗେଲେ। ମଲାଯାଏ ମୋର ଫଟା କପାଳରେ ଥିଲା କି ଲେଖା ଘରଲୋକ ହେଲା ନିଇତି ଗୁଣୁ ଗୁଣୁ କାହିଁଛି ଦେଖା। ଗହଳ ଚହଳ ପଡ଼ିଛି ଗାଁରେ ଯାଉନ ଶୁଣି ବଡ଼ ପଦରକୁ ଗଲେଣି ପିଲାଏ କୋଳଥ ବୁଣି। କିଏ ଗଲା କାହିଁ ରୋଜଗାର କରି ବିଦେଶ ବାଟେ ହାୟରେ ବିଧାତା ଏତେ କଥା ଥିଲା ତମରି ପାଠେ। ଏଥୁ କି ମିଳିବ ଲାଭ ପଇସାଏ ଲେଖୁଛ ଗୀତ ତୁଚ୍ଛାଟାରେ ମୋତେ ଡାକୁଛ ଶୁଣଗୋ ପରାଣ ମିତ। କହିଲି ଗୋ ମୋର ଶୁଣ ପ୍ରିୟ ତମେ ଶୁଣ ଗୋ ରାଣୀ ଯିବେ ଯେତେବେଳେ ଗାଁ ପୁର ଜନେ ଫସଲ ଆଣି। ଏମର ଗୀତର ପଦେକ ମୁଖରେ ଫୁଟିଲେ କାର 1000 ବରଷ ଫସଲ ମିଳିବ ସେଦିନ ମୋର। ସଂସାରରେ ମଣିଷ ସ୍ୱାମୀ ସ୍ତ୍ରୀ ହୋଇ ପାରିବାରିକ ଜୀବନ ବିତାଇ ଛୁଆ ପିଲା ଘେନି ସାଧାରଣତଃ ରହିବ। କିଏ ଜଣେ ଦୁଇଜଣ ବାହା ହେଉ ନାହାନ୍ତି ଯାୟାପତିର ଦାମ୍ପତ୍ୟ ଜୀବନ ବିତାଉ ନାହାନ୍ତି ସେ ତ ଅଲଗା କଥା। କିନ୍ତୁ ସାଧାରଣ ଦୃଷ୍ଟିରୁ ଦେଖିଲେ ମଣିଷ ସଂସାରୀ ପରିବାରୀ। କାରଣ ମଣିଷ ଶରୀର ମନ ବିତାନ ଦିଗରୁ ଅସହାୟ। ଜୀବର ଜୀବନ ଥିଲେ ଶରୀର ଶରୀରୀ ନାରୀ ମଣିଷକୁ ଯୌନ କ୍ଷୁଧାର ମେଣ୍ଟାଣ ପାଇଁ ଖୋଜିବ। ବାର୍ଦ୍ଧକ୍ୟରେ ସନ୍ତାନ ସନ୍ତତିଙ୍କର ଆଶ୍ରା ଚାହିଦା କରିବ। ନହେଲେ ଜୀବନ ସଂସାରରେ ବଞ୍ଚିକି ତିଷ୍ଠିକି ରହିପାରିବ ନାହିଁ। ଭଗବାନ ମଣିଷର ଶରୀରକୁ ତଦନୁଯାୟୀ ବନାଇଛନ୍ତି ନିର୍ମାଣ କରିଛନ୍ତି। ବିବାହ ହୋଇ ପରିବାରରେ ସ୍ୱାମୀ ଏବଂ ସ୍ତ୍ରୀର ମନୋଭାବ ଯେ ସର୍ବଦା ମେଳ ଖାଇ ମିଶିବ ଚିନ୍ତାଧାରା ସମାନ ହେବ ଏହାର ସତ୍ୟତା ନାହିଁ। ଆଇଡିଓଲୋଜି ସମାନ ନଥିବାରୁହିଁ ପାରିବାରିକ ଦ୍ୱନ୍ଦ୍ୱ ଦଙ୍ଗା ଫିସାଦ ସମୁଦ୍ଘାଟିତ ହୋଇଥାଏ। ପତ୍ନୀର ମନୋଭାବ ଚାହେଁ ପତିକୁ ନିଜର ଚିନ୍ତାଧାରା ଭିତରେ ସର୍ବଦା ରଖିକି ତାକୁ ନିଜ ଇଚ୍ଛାରେ ଚଳାଇବ ପରିଚାଳିତ କରିବ। ହେଲେ ପତି ସର୍ବଦା ଏହା ଚାହିଁ ନଥାଏ। କାରଣ ତା'ର ବି ତ ଗୋଟାଏ ନିଜର ସ୍ୱତନ୍ତ୍ର ମନୋଭାବ ଅଛି। ସେ କାହିଁକି ସର୍ବଦା ସବୁବେଳେ ସ୍ତ୍ରୀର କଥା ମାନି ସ୍ତ୍ରୈଣ ବା ହ୍ୟାମ୍ପ୍ୟାକ୍ଟ ହେବ। ନ ହେବାରୁ ହିଁ ପାରିବାରିକ ଜୀବନରେ ପତି ପତ୍ନୀ ମଧ୍ୟରେ ମନୋମାଳିନ୍ୟ ଦେଖାଦିଏ ପରିଦୃଷ୍ଟ ହୁଏ। ଆଉ ସେଥିରୁ କବିର ଫସଲ ଭଳି କବିତାର ଲିଖନ ଗୋଦାବରୀଶ ମହାପାତ୍ରଙ୍କର ଲେଖନୀରୁ ସମ୍ଭବ ହୋଇ ପାଠକୀୟ ଶ୍ରଦ୍ଧା ସ୍ୱୀକୃତି ଲାଭ କରିଅଛି। ସଂସ୍କୃତ କବିତାଟି ଅଭିଯୋଗମୂଳକ ଚାହିଦା ପୂରଣ ହୋଇ ପାରୁ ନ ଥିବା ବିଷୟ ସମ୍ବଳିତ। ଗ୍ରାମୀଣ ଚାଷୀ ପରିବାରର ଚିତ୍ର ଦିଏ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉପଯୁକ୍ତ ବୁଝାମଣା ରହି ପାରିନାହିଁ। ସ୍ତ୍ରୀ ଚାହେଁ ସ୍ୱାମୀ କବିତା ନ ଲେଖୁ ସାହିତ୍ୟ ସୃଷ୍ଟି ନ କରୁ ବସ୍ତୁବାଦୀ ମେଟେରିଆଲିଷ୍ଟିକ ହେଉ ବାହାରକୁ ଯାଉ ବୁଲାବୁଲି କରୁ ସାମାଜିକ ବ୍ୟକ୍ତିବିଶେଷ ସମ୍ବନ୍ଧ ରକ୍ଷାକାରୀ ହେଉ ମୋର ମନ ଜାଣି ଜୀବନ ବିତାଉ ସାମାଜିକ ପ୍ରାଣୀଟିଏ ହେଉ। ସ୍ୱାମୀ କିନ୍ତୁ ଆଧ୍ୟାତ୍ମିକବାଦୀ ବା ସ୍ପିରିଚୁଆଲିଷ୍ଟିକ ବେଣ୍ଟ ଅଫ ମାଇଣ୍ଡର ଲୋକ। ସେ ଚିନ୍ତା କରିଛି ମୁଁ ସ୍ତ୍ରୀର ମନୋଭାବକୁ ନେଇ ସର୍ବଦା ନ ଚଳି ସାହିତ୍ୟ ସର୍ଜନା କରିବି।
ଲେଖାଲେଖି କରି ପାଠକ ମନରେ ଚିରସ୍ମରଣୀୟ ହୋଇ ଅବିସ୍ମରଣୀୟ ହୋଇ ରହିବି। ପାଠକେ ମୋ ଲେଖାକୁ ଚାହିଁବେ, ମନେ ରଖି ଗାଇବେ। ଗାଇଦେଲେ ମୋତେ ଅଶେଷ ତୃପ୍ତି ମିଳିବ। ତାଙ୍କ ତୁଣ୍ଡରୁ କବିତାର ଗାନ ଶୁଣିଦେଲେ ମୋ ଜୀବନ ଧନ୍ୟ ହେବ, ଶ୍ରମ ସାର୍ଥକ ଲଭିବ। କବିତାଟି ଉକ୍ତି ପ୍ରତ୍ୟୁକ୍ତି ଭିତ୍ତିକ, ଡାଇଲଗ୍ ଓରିଏଣ୍ଟେଡ୍। ଭାଷା ସରଳ, ବିଷୟ ହୃଦ୍ୟ, ପାଠ୍ୟ ଗ୍ରାହ୍ୟ ମନେ ହୋଇଥାଏ। ପ୍ରଥମେ ପତ୍ନୀ ପତିଙ୍କୁ ତାଙ୍କର ସାହିତ୍ୟ ରଚନା ସ୍ଥିତିକୁ ଦେଖି କହୁଛନ୍ତି, କ'ଣ ଦିନରାତି ସବୁବେଳେ ବସି ଏମିତି ଲେଖୁଛ, କବିତା ସୃଷ୍ଟି କରୁଛ? ତୁମର ଲେଖନୀ କାଗଜ ଉପରେ ଚାଲିଲେ ମୋତେ ଆଘାତ ଦିଏ ବା ଦେଉଅଛି। ମୋତେ ଜମାରୁ ଭଲ ଲାଗୁନାହିଁ ତୁମର ଏ ଲେଖାଲେଖି କାମ। ଆମ ଚାଳ ଛପର ଛାତ ଉପରେ ଟପ୍ ଟପ୍ ହୋଇ ବର୍ଷାପାତ ଭଳି ତୁମର କବିତା ରଚନାର ଚର୍ଚର ଶବ୍ଦ କେଉଁଠୁ ଏତେ ମୁଣ୍ଡକୁ ତୁମର ଆସୁଛି? ନୀଳ ଆକାଶରେ କଳାହାଣ୍ଡିଆ ଘନ ମେଘରେ ଯେମିତି ବିଜୁଳି ମାରେ, ଚକ୍ କରି ଆଲୋକ ଦେଖାଏ ଅନ୍ଧାର ଥିବାବେଳେ, ତୁମର କଲମ ସେମିତି କାଗଜ ପୃଷ୍ଠାରେ ସର୍ ସର୍ ଚାଲୁଥାଏ। ଚୁପ୍ଚାପ୍ ବସି ମୋ ସହିତ କଥାବାର୍ତ୍ତା ନ କରି ତୁମେ ଖାଲି ଲେଖିଯାଉଛ, ଲେଖି ଚାଲିଛ। ମୋ ପାଇଁ ସହର ବଜାରରୁ ପ୍ରସାଧନ ସାମଗ୍ରୀ ବା କସ୍ମେଟିକ୍ କିଛି କିଣିକି ବି ଆଣୁନ। ଏଇ ଯେମିତି ଅଳତା, ସୁନା ଅଳଙ୍କାର, ହାରମାଳି ଆଣି ଦଉନ। ତୁମକୁ ବିରକ୍ତ ନ କରି, ତୁମ ଲେଖାରେ ବାଧା ନ ଦେଇ ମୁଁ ସକାଳ ପହରୁ ଅପେକ୍ଷା କରି ରହିଛି, କେତେବେଳେ ଲେଖା ବନ୍ଦ କରି ଘର ଗୃହସ୍ଥି ଆଡ଼େ ଟିକେ ମନ ଦେବ ପରା। ଆମେ ସଂସାର କରିଛେ, ପିଲା ପରିବାର ଧରି ଚଳୁଛେ, ଏମିତି ଅସଂସାରୀ ହୋଇ କେମିତି ଚଳିବା? କେତେଦିନ ରହିବା? ଲୋକେ ଜମିବାଡ଼ି କିଣୁଛନ୍ତି, ପରିବାରର ସ୍ଥିତି ବଢ଼ାଉଛନ୍ତି। ଏଇଠି ଶୁଣୁଛ, କାଲି ରମା ନାମ୍ନୀ ଝିଅଟି ବାହା ହୋଇ ଶାଶୁ ଘରକୁ ଆସିଥିଲା। ଆଜି ଦେଖ ଶାଶୁକୁ ଜବାବ ଦେଲାଣି। ଅବଶ୍ୟ ବୟସ ଛୋଟ, ମାତ୍ର 12 ବର୍ଷ, ତଥାପି ଶଣ୍ଠଣା ଶିଖିନି। ଗାଁ ସାରା ସେଇ କଥା ଚର୍ଚ୍ଚା। ଗାଁ ଭିତରକୁ ଯାଉନ, ଲୋକଙ୍କ ସହିତ ମିଶୁନ, ଖାଲି ଲେଖା ଏବଂ ସେଇ ଲେଖା, ପୋଡ଼ିଯାଉ ସେଇ ଲେଖା। ତୁମର ଏଭଳି ଲେଖାଲେଖି ଦ୍ୱାରା ତୁମର କିଛି ଉନ୍ନତି ହେବ ନାହିଁ, କିଛି ବି ଲାଭ ମିଳିବ ନାହିଁ, କେବଳ କଷ୍ଟ ହିଁ କଷ୍ଟ। ବଞ୍ଚିଥିବା ଦୁନିଆକୁ ତୁମେ ନର୍କକୁଣ୍ଡ କରିଦେଉଅଛ। କବି ପତ୍ନୀ ଶାଗ ଖାଦ୍ୟ ପ୍ରିୟ ଥିବାରୁ ଖଡ଼ା ଶାଗ କଥା କବିତାରେ କହିଛନ୍ତି। କବି ଶାଗ କିମ୍ବା ଖଡ଼ା ଶାଗ କିଛି ବି ଘରକୁ ଆଣୁନାହାନ୍ତି। ମାସେ ହେଲାଣି ଆସି ହସିକି ଗେଲ କରି କେବଳ ରହିଯାଅ। ମୁଁ ମରିଯାଆନ୍ତି ହେଲେ ଏମିତି କବିଲୋକକୁ ବାହା ହୋଇ ମୋର ଜୀବନ ବରବାଦ ହେଲାଣି। କପାଳ ମନ୍ଦ କହିବି କାହାକୁ? ମଲାଯାଏଁ ମୋତେ ଏମିତି ରହିବାକୁ ପଡ଼ିବ। ମୁଁ ବହୁତ ସ୍ୱାମୀ ଦେଖିଛି, ମୋ ସ୍ୱାମୀ ଭଳି ଏମିତି କେହି ଲେଖାଲେଖି କରିନାହାନ୍ତି। ମୋ ସ୍ୱାମୀ ଦୁନିଆରୁ ବାହାର। ଗାଁ ଭିତରେ କ'ଣ ପାଟିତୁଣ୍ଡ ଗହଳି ଶୁଭିଲାଣି। ହଇଏ ଯାଉନ ଟିକେ ଦେଖିବ, ପିଲାମାନେ କୋଳଥ ବୁଣିବାକୁ ବଡ଼ ପଦର ନାମକ ବିଲକୁ ଗଲେଣି। ତୁମେ ଘରେ ଖାଲି ବସି ଲେଖୁଥା। ରୋଜଗାର ଉପାର୍ଜନ କରିବାକୁ ଲୋକେ ଗାଁ ଛାଡ଼ି ବାହାରକୁ ଗଲେଣି। ମୋର ସ୍ୱାମୀ ଖାଲି ବିଦ୍ୟା ପାଠକୁ ଧରି ଘରେ ବସିଅଛି, କର୍ମକୋଢ଼ି ହୋଇ। ଯୋଉ ଲେଖିବାରେ ପଇସାଟାକର ଲାଭ ନାହିଁ, ଖାଲି ଲୋକସାନ କ୍ଷତି ଅଛି। ଆଉ ମିଛଟାରେ ଖାଲି ଆଗ ଶୁଣୁଛ ପ୍ରିୟତମା ମୋର। କବି କହିଛନ୍ତି, ହେ ମୋର ରାଣୀ, ପ୍ରାଣ ମିତଣୀ, ଯେତେବେଳେ ଏଇ ଗାଁର ଲୋକମାନେ କ୍ଷେତ ଖଳାରେ ଚାଷ କାମ କରୁଥିବେ, ପାଟିରେ ମୋର ରଚିତ ଗୀତ ପଦିଏ ଯଦି ଗାଇବାର ମୁଁ କୋଉଠି କେମିତି କାନରେ ଶୁଣିବି, ସେ ଯେଉଁ ଖୁସି ମୋତେ ମିଳିବ, ତାହା ଗୋଟିଏ ବର୍ଷର ଆମଦାନୀ ଫସଲ ନଥାଇ ହଜାର ବା ଅନେକ ବର୍ଷର ସାଧନା ଓ ଶ୍ରମର ରଚିତ ରହିତ ଫସଲ ମୋର ମନ ବା ଆତ୍ମାକୁ ମିଳିବ। ତୁମେ ସାହିତ୍ୟପ୍ରିୟ ମନର ବ୍ୟକ୍ତି ନ ଥିବାରୁ ସହଜରେ ବୁଝିପାରିବ ନାହିଁ ମୋର ଖୁସିକୁ। ସାହିତ୍ୟ ରଚନା କଷ୍ଟକର ସତ, ପରନ୍ତୁ ଚିର ଆନନ୍ଦିତ ପ୍ରାପ୍ତିର ଭାବନାର ଭାବ୍ୟବସ୍ତୁ। ବାସ୍ତବିକ୍ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଯଥାର୍ଥରେ ଗାଇଛନ୍ତି କି, ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ, ପଥେ ପାନ୍ଥ ହୃଷ୍ଟ ମନା, ବିଲେ ବୋଲେ ଚଷା, ଅନ୍ତଃପୁରେ ଯୋଷା, ନୃତ୍ୟ ରଙ୍ଗେ ବାରାଙ୍ଗନା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ ଲକ୍ଷ୍ୟ କରି। କବି ବା ଲେଖକର ରଚିତ କୃତି ସାହିତ୍ୟଟି ଯଦି ଥରେ କଳାରାଜ୍ୟରେ ସୃଜନଶୀଳ ଦରବାରରେ ଗୃହୀତ, ସ୍ୱୀକୃତ ହୋଇ ଆଦର ଆଦୃତି ସ୍ତରରେ ପହଞ୍ଚିଯାଏ,
ଲୋକପ୍ରିୟ ହୁଏ, ତେବେ କବି ଲେଖକକୁ ଅବିସ୍ମରଣୀୟ, ଅମର, କାଳଜୟୀ, ମରଣ ବିଜୟୀ କରାଏ, ଯାହାକି ନିଃସନ୍ଦେହ। ଗୋଦାବରୀଶ ମହାପାତ୍ର ରଚିତ ଉଠ କଙ୍କାଳ, ହେମର କଲମ, ନୀଳ ମାଷ୍ଟ୍ରାଣୀ, ଏ ମଣିଷକୁ ପଥର କଲା କିଏ, ଏବେ ମଧ୍ୟ ବଞ୍ଚିଛି, ଜାତିର ଧକ୍କା ଆଦି କବିତା, ଗଳ୍ପ ସାହିତ୍ୟ ସୃଷ୍ଟି ଲେଖକଙ୍କୁ ସ୍ମରଣୀୟ କରି ରଖି ପାଠ୍ୟ ପଢ଼ା ସ୍ତରକୁ ନେଇଯାଇ ପୁରସ୍କାର ପ୍ରଦାନ ପ୍ରୟାସୀ ହୋଇ ଯାଇଅଛନ୍ତି। କବିର ଫସଲର ଏହା ହେଉଛି ପ୍ରକୃତ ଗୌରବ। ବ୍ୟାସକବି ଫକୀରମୋହନ ସେନାପତି ମଧ୍ୟ କବିର କଳିହୁଡ଼ି ସ୍ତ୍ରୀ ନାମରେ ପଦ୍ୟଟିଏ ଲେଖି କବିର ଫସଲ ବରାବର କବିତା ସମକକ୍ଷୀ ଅଧିକାରୀ ହୋଇଛନ୍ତି।